ଜୟ ଜଗନ୍ନାଥ ସାଙ୍ଗମାନେ, ମୋର ଏ ଭରତରଣ ସିଂ ମିନି ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଆଜି ସାଙ୍ଗମାନେ ଲାଇନ୍ କଟିଯାଇଛି, ଭାରି ତକଲିଫ ହେଉଛି। ଆଉ ଘରେ ତ ସ୍ତ୍ରୀ ଲୋକ ନାହାନ୍ତି, ସବୁ ଅସଣା ମସଣା ହେଇକି ପଡ଼ିଥିବ। ଆପଣମାନେ କହୁଥିବେ ଏମିତି ଅସଣା ମସଣା ହେଇକି ପଡ଼ିଛି, କ'ଣ କରିବା। ଆଜି ସାଙ୍ଗମାନେ ମୋ ସାନ ପୁଅ ଚିକେନ୍ ଖାଏ, ତାର ଚିକେନ୍ ପ୍ରିୟ। ସିଏ 15 ଦିନ ହେଲା ଘରେ, ଆଜିକି 15-20 ଦିନ ହେଲା ଚିକେନ୍ ହେଇନି। ମୁଁ ଭୋଜି ଫୋଜି ପ୍ରାୟ ଆସୁଛି, କାହାଡ଼େ ବାହାରକୁ ମୁଁ ଭୋଜି ଫୋଜିରେ ପଳାଉଛି, ଆଉ ସିଏ ଖାଇପାରୁନି ଚିକେନ୍। ଆଜି କହିଲା, ବାବା ଯାହା ଯେମିତି କର ତୁମେ ଚିକେନ୍ ଆଣ, ମୁଁ ଖାଇବି। ଏ ଟିକେ ଆଳୁ ଭଜା ଆଉ ଏଇଟା ଟିକେ ଚିକେନ୍ ହେଇଛି, ଆଉ ଏଇଟା ପୁରା ଦହି ଛୁଙ୍କ, ମାନେ ବାଇଗଣ ଫାଇଗଣ ନାହିଁ, ଖାଲି ଦହି, ଫୁଟଣ, ଅଦା ଫଦା, ଶୁଖିଲା ଲଙ୍କା, କଞ୍ଚା ଲଙ୍କା, ଭୃଷୁଙ୍ଗା ପତ୍ର ପଡ଼ିକି ଏଇଟା ଗୋଟେ ଛୁଙ୍କ ହେଇଛି। ଆଉ ମୋ ପରିସ୍ଥିତି ତ ସାଙ୍ଗମାନେ ଏଇଭଳିଆ ଜଟିଳ। ଆଉ କ'ଣ କରିବି, ଛଟପଟ ହେଉଛି। କେରାଣ୍ଡି ମାଛ ଯେମିତି ତତଲା ବାଲିରେ ପଡ଼ିଲେ ମୁଁ ଛଟପଟ ହୁଏ, ସେଇ ଟାଇପ୍ର ମୋ ଜୀବନ ଛଟପଟ ହେଉଛି। ଇଏ ବର୍ତ୍ତମାନ ବୋଉ ଆମର ପଖାଳ ଖାଇଦେଲା, ପଖାଳ ଖାଇଦେଇଛି। ତା ଦେହଟି ଖରାପ ବୋଲି ସିଏ ରେଷ୍ଟ ନେଉଛି। ବଡ଼ ପୁଅ ହେଉଛି ଶାକାହାରୀ, ସିଏ ସାଧା ଖାଇବ। ଏଇଟା କାଲି ରାତିରେ ଗୋଟେ ଭୋଜି ଥିଲା, ସେ ଭୋଜିରୁ ଏ ଡାଲମା ଖଟା ଆସିଥିଲା, ଏତକ ରଖିଛି ତା ପାଇଁ ଖାଇବ ବୋଲି। ଆଉ ବୋଉର ଦେହ ଖରାପ, ସିଏ ପଖାଳ ଦୁଇଟା ଖାଇଦେଇକି, ଆଳୁ ଭଜା ପଖାଳ ଖାଇଦେଇକି ସେ ଶୋଇଲା। ଆମେ ବାପକୁ ଖାଇବୁ। ଏଇଭଳି ପରିସ୍ଥିତି ସାଙ୍ଗମାନେ ମୋର ବିତୁଛି। ଜୀବନଟା ହିଁ ମୋର ସେଇଆ। କାହିଁକି କେଜାଣି ଭଗବାନ ଏତେ ଦଣ୍ଡ ଦେଉଛନ୍ତି। କହନ୍ତି ବାପା ମାଆଙ୍କ ସେବା କରିବ, ଆଉ ଠିକ୍ ବାଟରେ ଯିଏ ଯାଉଥିବ ସେ ସବୁବେଳେ ଭଲରେ ରହିବ, କିନ୍ତୁ ଓଲଟା ହେଉଛି ମୋ ପକ୍ଷରେ। କାହିଁକି ଏ କଥା କହିଲି, ଠିକ୍ ବାଟରେ ମୋ ଜୀବନରେ ମୁଁ ଯାଇଛି, କରଜ କରିଦେଇଛି ଗୁଡ଼ାଇ, ସୁଇସାଇଡ୍ କରିଦେବାକୁ ଇଚ୍ଛା ହେଉଛି, ବେଳେବେଳେ ମରିଯିବି। କିନ୍ତୁ ଦୁଇଟା ପୁଅ ମୋର, ତାଙ୍କ ମୁହଁକୁ ଅନେଇକି ମରିପାରୁନି। କାହିଁକି ମରିଯିବାକୁ ଭାବୁଛି ସାଙ୍ଗମାନେ, ମୋ ସ୍ତ୍ରୀର କ୍ୟାନ୍ସରରେ ସେ ମରିଗଲା। ଖାଲି 15-16 ଲକ୍ଷ ଟଙ୍କା ଖର୍ଚ୍ଚ ହେଲା, କାର୍ଡରେ 10 ଲକ୍ଷ ଟଙ୍କା, ସୁନା ଗହଣା 1,20,000, ବ୍ୟାଙ୍କରେ ସେ ବୁଡ଼ିଗଲା। ପ୍ଲସ୍ କିଛି ରଖିଥିଲି ମୁଁ, LIC ଗୋଟେ ଛୋଟିଆ LIC କରିଥିଲି, 1-1.5 ଲକ୍ଷ ଟଙ୍କା, ସିଏ ବି ଭାଙ୍ଗି ଦେଇକି ସିଏ ଚାଲିଗଲା। ଆଉ କିଛି ଲୋନ୍ ଘିତି ଯାଇଛି, ଗୋଟେ ହିରୋ ଫାଇନାନ୍ସରୁ ଲୋନ୍ ଘିତି ଯାଇଛି 1.5 ଲକ୍ଷ ଟଙ୍କା, ସିଏ ସାଙ୍ଗମାନେ ଜୀବନ ଖାଇ ଦେଉଛନ୍ତି। ଘରେ ଆସିକି ବସୁଛନ୍ତି, ତାଙ୍କ ଏଜେଣ୍ଟ ମାନେ ବହୁତ ପ୍ରକାର କଥା କହୁଛନ୍ତି, ପିଲାମାନେ ବି ଡରି ଯାଉଛନ୍ତି, ସବୁ ସହିବାକୁ ପଡ଼ୁଛି। ସାଙ୍ଗସାଥିମାନଙ୍କଠୁ 1-1.5 ଲକ୍ଷ ଟଙ୍କା ବି ଉଠେଇ ଦେଇଛି ମେଡ଼ିକାଲରେ। ଏମିତି ଜୀବନଯାପନ ହେଉଛି। ମରିଯିବାକୁ ଇଚ୍ଛା ହେଉଛି, ମରି ବି ପାରୁନି। କାହିଁକିନା ପିଲା ଦୁଇଟା ଭାସିଯିବେ। ମା ତ ଛାଡ଼ିକି ଚାଲିଗଲା, ମୁଁ ସେ କାମ କରିବି ଯଦି ଗୋଟେ କାପୁରୁଷରେ ଯିବି। କିନ୍ତୁ ସେତିକି ଯନ୍ତ୍ରଣା ଆଉ ଦୁଃଖ ହେଉଛି, ଯେଉଁ ଏଜେଣ୍ଟ ଆଉ ଲୋକମାନେ ଆସିକି କହୁଛନ୍ତି, ଗାଳି ମନ୍ଦ ଦେଉଛନ୍ତି, ଭଲ ମନ୍ଦ କହୁଛନ୍ତି, ବସିବୁ ଏଇଠି, ଶୋଇବୁ ଏଇଠି, ପଇସା ଦେଲେ ଯିବୁ, ଧମକ ଚମକ ବି ଦେଉଛନ୍ତି। ସିଏ ଭାରି କଷ୍ଟ ହେଉଛି। ଆଉ କିଛି ତ ନାହିଁ ସୁଝିବା ପାଇଁକା। ଗୋଟିଏ ବାଟ ହେଉଛି ଜୀବନ ହାରିଦେବା, ଆଉ ଦ୍ୱିତୀୟ ବାଟ ହେଉଛି କିଡ଼ନୀ ବିକିଦେବା। କିଡ଼ନୀ ବିକିବା ପାଇଁ ମୁଁ ପ୍ରସ୍ତୁତ ଅଛି, କାରଣ ମୁଁ ସହିପାରୁନି। ମୋ ପିଲାମାନେ ବହୁତ କାନ୍ଦୁଛନ୍ତି, ସେ ବାହାର ଲୋକ ଆସିକି ଯେତେବେଳେ ଗାଳି ମନ୍ଦ କରୁଛନ୍ତି, ମୋ ପିଲାମାନେ କାନ୍ଦୁଛନ୍ତି ସାଙ୍ଗମାନେ। ବିଶ୍ୱାସ କରିବେ କି ନ କରିବେ ମୁଁ ତ ଜାଣିନି, କିନ୍ତୁ ଯେଉଁଟା ନିରାଟ ସତ୍ୟ ମୁଁ ସେଇ କଥାଟା କହୁଛି। ଦରକାର ପଡ଼ିଲେ ମୁଁ କିଡ଼ନୀ ଗୋଟେ ବିକିବି, ମୋ ଇଚ୍ଛାରେ ମୁଁ ବିକିବି। କେଉଁ ସରକାର କେହି ନୁହଁ, ଭୋଟ ବେଳେ ସବୁ କରିବି,
ସବୁ ଅଛି, ଆମେ ସବୁ ସାହାଯ୍ୟ କରିବୁ। ଆମେ ତୁମକୁ ସାହାଯ୍ୟ କରିବୁ। ଭଲ ମନ୍ଦ ବହୁତ ପ୍ରତିଶ୍ରୁତି ଆଜ୍ଞା ଦିଅନ୍ତି, ଭୋଟ ସରିଗଲା ପରେ ଆଉ କେହି କାହାକୁ ଚିହ୍ନନ୍ତିନି ସାଙ୍ଗମାନେ। ସେଥିପାଇଁକା ମୁଁ କିଡ଼ନୀ ଦେବି ବୋଲି ପ୍ରତିଶ୍ରୁତି ନିଜେ ମୁଁ ଭାବି ଦେଇଛି, ନହେଲେ ତ ବଞ୍ଚି ହେବନି। କେମିତି କ'ଣ କରିବି? ମହାଜନ ନ ସୁଝିଲେ କରଜ ଅବଶ୍ୟ ବେଶୀ କଷ୍ଟ ଦେଉଛି ହିରୋ ଫାଇନାନ୍ସ ବାଲା। ତାଙ୍କ ଏଜେଣ୍ଟ ମାନେ ତାଙ୍କ ହାତରୁ ପଇସା ଦେଇ ଦେଉଛନ୍ତି, ଏ ମାସରେ ଆମେ ଦେଇଦେଲୁ ତମେ ଦିଅ। ମୋର ସକ୍ଷମ ନାହିଁ ଦେବାକୁ। ଖାଲି ବର୍ଷେ ପାଖାପାଖି, ବର୍ଷେ 2 ମାସ ପାଖାପାଖି ମୁଁ ଦେଇ ସାରିଲିଣି, ଆଉ ଦେଇ ହେଉନି, କଷ୍ଟ ହେଉଛି। ଆଉ ଘର ତ କୁଆଡ଼େ ଛାଡ଼ିକି ଯାଇ ହେଉନି ଛୁଆଙ୍କୁ। ଯାହା ସେ ଗୋଟେ ଛୋଟିଆ ମୋଟିଆ ଦୋକାନ ଟିକେ କରିଛି, ସେ ଦୋକାନ ପୁଣି ଘର ପାଖରେ। ରାସ୍ତା ଉପରେ ଗଲେ ପିଲାମାନେ କ'ଣ କରିବେ କ'ଣ ନାହିଁ, ଘରେ ଛୋଟିଆ ଛୁଆ, ସେଥିପାଇଁ ଘର ପାଖରେ କରିଥିଲି। ସେଥିରେ ବି ସେମିତି କିଛି ଖାସ୍ ବେପାର ହେଉନି। ନ ହେବା ହେତୁ ମୁଁ ବର୍ଷେ 2 ମାସ ପାଖାପାଖି ଲୋନ୍ ସୁଝିଦେଲି, ଆଉ ଏଇନା ଦେଇ ହେଉନି। ସେ ଏଜେଣ୍ଟ ମାନେ ବହୁତ ଧମକ ଦେଉଛନ୍ତି ଆଜ୍ଞା। ଫାଇନାଲ୍ ଡିସିସନ୍ କାଲି ସେ ଆସିବେ ବୋଲି କହିଛନ୍ତି। କହିଲେ ଆମେ ସମସ୍ତେ ଯିବୁ କାଲି, ତୁମ ଘରେ ବସିବୁ, ପଇସା ଦେବ ନହେଲେ ନାହିଁ। ମୁଁ ହାତ ଟେକି ଦେଇଛି, ମୋ ପାଖେ ପଇସାର ବଳ ଏଇନା ନାହିଁ। ଆଉ ସେଥିପାଇଁ ବି ଦେହଟା ମୋର ୱିକ୍ ହେଇଗଲି। ନା ଖିଆ ନା ପିଆ, ଏଇନା ଗାଧେଇଲି, ଏଇନା ବର୍ତ୍ତମାନ ବ୍ରସ୍ କରିଛି, ହାତ ଟେକି ଦେଇଛି। ଯଦି କାଲି କିଛି ମୋ ସାଥିରେ ଝାମଲା ଝାଟି କରିବେ କି ପିଲାମାନେ ବି ଡରି ଯାଉଛନ୍ତି, ଲାଷ୍ଟ ସାଙ୍ଗମାନେ ଏ ମାସେ ଭିତରେ ମୁଁ କିଡ଼ନୀ ବିକ୍ରି କରିବି। କିଡ଼ନୀ ବିକ୍ରି କଲେ ଯାହାକୁ ଯେମିତି କରିବି, ମୋ ଇଚ୍ଛାରେ ମୁଁ ଦସ୍ତଖତ କରିକି, ମୋ ଇଚ୍ଛାରେ ମୁଁ ବିକ୍ରି କରିକି ମୁଁ କର୍ଜତକ ସୁଝିଦେବି। ଆଉ ଯେଉଁ 5 ଦିନ ଟଙ୍କା ମୋ ପିଲାଙ୍କ ଭବିଷ୍ୟତ ପାଠ ପଢ଼ା ପାଇଁ ଲଗେଇବି। ଆଉ ମୋର କିଛି କେଉଁଠି ବିଲ ବାଡ଼ି ଜମି ବାଡ଼ି ପ୍ରପର୍ଟି ନାହିଁ, କି ସୁଝିପାରିବି ନାହିଁ। ତଥାପି 14ଟା 15ଟା କିସ୍ତି ଦେଇ ସାରିଲି, 3 ବର୍ଷ କରିଥିଲି। ଆଉ ଦେବା ଭଳିଆ ସକ୍ଷମରେ ନାହିଁ, ଖାଇବାକୁ ପାଉନି। ଯେଉଁ 100-150 ଟଙ୍କା ବିକ୍ରି ହେଉଛି, ସେ 200 ଟଙ୍କା 300 ଟଙ୍କା ହାର୍ଲି ବିକ୍ରି ହେଉଛି। ସେଥିରେ ଲାଭ କେତେ ଆସିବ ଆଜ୍ଞା? 30-40 ଟଙ୍କା ଆସିବ, କି ହାର୍ଲି 50 ଟଙ୍କା ଭିତରେ ଆସିବ। ଘରର ଖାଇବା, ପିଲାଙ୍କ ଖାଇବା, ପାଠପଢ଼ା, ସେଥିରେ ସବୁ ପଡ଼ୁଛି। ଅନୁରୋଧ ଆଉ ନିବେଦନ, ନିରାଟ ସତ କହିଲି, ବିଶ୍ୱାସ କଲେ କରିବ, ନହେଲେ ନାହିଁ। କାମ ସରିଲା ପରେ ଦେଖିବ। ସବୁକିଛି ସରିଗଲା ପରେ ଲୋକ ଜାଣନ୍ତି। ଏହା କହୁଛି, ରହୁଛି। ଜୟ ଜଗନ୍ନାଥ। ଆପଣଙ୍କ ଦିନ ଶୁଭମୟ ହେଉ। ହସ ଖୁସିରେ ଆପଣଙ୍କ ମୋ ଚ୍ୟାନେଲକୁ ଦେଖୁଥିବା ଯେତେକ ଭାଇ ଭାଉଜ, ଭାଇ ଭଉଣୀ, ମା' ମାନେ ସମସ୍ତଙ୍କୁ ଅଶେଷ ଧନ୍ୟବାଦ। ଜୟ ଜଗନ୍ନାଥ।